ବେଶୀ ମୋବାଇଲ ଦେଖିଲେ କ'ଣ ସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ଶୁଣନ୍ତୁ। କ୍ରୋଧରୁ ଅତ୍ୟନ୍ତ ମୂଢ଼ଭାବ ଉତ୍ପନ୍ନ ହୋଇଥାଏ। ମୂଢ଼ଭାବରୁ ସ୍ମୃତିଭ୍ରମ ହୋଇଥାଏ। ସ୍ମୃତି ବିଭ୍ରମ ହେବାରୁ ବୁଦ୍ଧି ଅର୍ଥାତ୍ ଜ୍ଞାନଶକ୍ତି ନାଶ ହୋଇଯାଏ ଏବଂ ବୁଦ୍ଧି ନାଶ ହେବାରୁ ସେହି ପୁରୁଷ, ସ୍ତ୍ରୀ, ଝିଅ, ପୁଅ ଓ ପିଲାମାନେ, ଛୋଟ ପିଲାମାନେ ଆଭାଡ଼ ବୋଧବନିତା ନିଜର ସ୍ଥିତିରୁ ତଳକୁ ଖସି ପଡ଼ନ୍ତି। ତେଣୁକରି ମୋବାଇଲ ପାଇଁ ସାବଧାନ। ବେଶୀ ମୋବାଇଲ ଦେଖିଲେ ସାବଧାନ। ଶେଷରେ ମୋର ଗୀତଟି ଶୁଣନ୍ତୁ। ଯଦି ଆପଣମାନଙ୍କୁ ଭଲ ଲାଗେ ସବସ୍କ୍ରାଇବ୍, ଲାଇକ୍, ସେୟାର କରିବେ। ଆଉ ମୋବାଇଲ ଦେଖିବି ନାହିଁ, ବେଶୀ ମୋବାଇଲ ଦେଖିବି ନାହିଁ। ମୋବାଇଲ ଦେଖିବି ନାହିଁ, ବେଶୀ ମୋବାଇଲ ଦେଖିବି ନାହିଁ। ଇନ୍ଷ୍ଟାଗ୍ରାମ ଫେସବୁକରେ ପ୍ରେମରେ ପଡ଼ିବି ନାହିଁ। ଇନ୍ଷ୍ଟାଗ୍ରାମ ଫେସବୁକରେ ପ୍ରେମରେ ପଡ଼ିବି ନାହିଁ। ଝିଅଙ୍କ ପ୍ରେମରେ ପଡ଼ିବି ନାହିଁ, କି ଭଲ ପାଇବି ନାହିଁ, କି ଲଭ୍ କରିବି ନାହିଁ, କି ଫୋନ ନମ୍ବର ଦେବି ନାହିଁ। ମନର ଠିକଣା ହଜେଇ ଦେଇ ଅବାଟେ ପଶିବି ନାହିଁ। ମନର ଠିକଣା ହଜେଇ ଦେଇ ଅବାଟରେ ଯିବି ନାହିଁ। ଆଉ ମୋବାଇଲ ଦେଖିବି ନାହିଁ, ବେଶୀ ମୋବାଇଲ ଦେଖିବି ନାହିଁ। ଛି ଛି, ମୋବାଇଲ ବେଶୀ ଦେଖିଲେ ଅଳିଆ, ମହା ଅଳିଆ। ବେଶୀ ଦେଖିଲେ ଗଣ୍ଡଗୋଳିଆ। ଆଉ ମୋବାଇଲ ଦେଖିବି ନାହିଁ, ବେଶୀ ମୋବାଇଲ ଦେଖିବି ନାହିଁ। ବାପା ମାଙ୍କ କଥା ମାନିବି, ବାପା ମାଙ୍କ କଥା ମାନିବି, ଶୁଣିବି ତାଙ୍କ ଡାକ। ଖାଇଲା ବେଳେ ଖାଇବି ଭାତ, ପଢ଼ିଲା ବେଳେ ପାଠ। ବାପା ମାଙ୍କ କଥା ମାନିବି, ଶୁଣିବି ତାଙ୍କ ଡାକ। ଖାଇଲା ବେଳେ ଖାଇବି ଭାତ, ପଢ଼ିଲା ବେଳେ ପାଠ। ବନ୍ଧୁ ବାନ୍ଧବକୁ ସବୁ ଦେଖିବି, କରିବି ଗପ ସପ। ବନ୍ଧୁ ବାନ୍ଧବକୁ ସବୁ ଦେଖିବି, କରିବି ଗପ ସପ। ବେଶୀ ମୋବାଇଲ ଦେଖିବି ନାହିଁ, ଆଉ ମୋବାଇଲ ଦେଖିବି ନାହିଁ। ବେଶୀ ମୋବାଇଲ ଦେଖିବି ନାହିଁ, ବେଶୀ ମୋବାଇଲ ଦେଖିବି ନାହିଁ। ଇନ୍ଷ୍ଟାଗ୍ରାମ ଫେସବୁକରେ ପ୍ରେମରେ ପଡ଼ିବି ନାହିଁ। ଇନ୍ଷ୍ଟାଗ୍ରାମ ଫେସବୁକରେ ପ୍ରେମରେ ପଡ଼ିବି ନାହିଁ। ଝିଅଙ୍କ ପ୍ରେମରେ ପଡ଼ିବି ନାହିଁ, କି ଭଲ ପାଇବି ନାହିଁ, କି ଲଭ୍ କରିବି ନାହିଁ, କି ଫୋନ ନମ୍ବର ଦେବି ନାହିଁ। ମନର ଠିକଣା ହଜେଇ ଦେଇ ଅବାଟେ ପଶିବି ନାହିଁ। ମନର ଠିକଣା ହଜେଇ ଦେଇ ଅବାଟରେ ଯିବି ନାହିଁ। ଆଉ ମୋବାଇଲ ଦେଖିବି ନାହିଁ, ବେଶୀ ମୋବାଇଲ ଦେଖିବି ନାହିଁ। ଯଦି ମୋର ଏହି ଲେଖାଟି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ। ନମସ୍କାର।